ଜାନୁଆରୀ 24ରୁ ଆବାସ ଯୋଜନା ପାଇଁ ଆରମ୍ଭ ହେବ ସର୍ଭେ। ଉଭୟ ଅଫଲାଇନ୍ ଏବଂ ଅନଲାଇନ୍ ଜରିଆରେ ଆବେଦନ କରିପାରିବେ ହିତାଧିକାରୀ। ଏହା ସହିତ ଆସନ୍ତା 24 ତାରିଖରେ ଆବାସ ପୋର୍ଟାଲ ନୀତିଗତ ଭାବରେ ଶୁଭାରମ୍ଭ କରିବେ ରାଜ୍ୟ ସରକାର ବୋଲି କହିଛନ୍ତି ପଞ୍ଚାୟତ ରାଜ ମନ୍ତ୍ରୀ ରବୀନ୍ଦ୍ରନାରାୟଣ ନାୟକ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆରମ୍ଭ ହେବାକୁ ଥିବା ସର୍ଭେ 1.5ରୁ 2 ମାସ ଧରି ଚାଲିବ। ଏଥିପାଇଁ ବିଭାଗ ପୁରା ପ୍ରସ୍ତୁତ ରହିଛି। ଆବେଦନକାରୀମାନେ ପଞ୍ଚାୟତ ଗୁଡ଼ିକରେ ଅଫଲାଇନ୍ କିମ୍ବା ଅନଲାଇନ୍ ମଧ୍ୟ ଆବେଦନ କରିପାରିବେ। ଏଥିପାଇଁ ବିଭାଗ ପଞ୍ଚାୟତ ଗୁଡ଼ିକରେ ପଲ୍ଲୀ ସଭା କରି ସଚେତନ କରିସାରିଛି। ବିଭାଗ କେନ୍ଦ୍ର ସରକାର ଆବାସ ସଂଖ୍ୟା 2 କୋଟିରୁ 3 କୋଟିକୁ ବଢ଼ାଇଛନ୍ତି। ଓଡ଼ିଶାକୁ ଅଧିକ ମିଳିବ ନେଇ ଆଶା ରଖିଛି। କେନ୍ଦ୍ର ସରକାର ନିୟମ କୋହଳ କରିଛନ୍ତି। ବାଇକ୍ ଫ୍ରିଜ୍ ଥିଲେ ମଧ୍ୟ ଆବେଦନ କରିପାରିବେ। ମାସିକ 15,000 ଆୟ ଥିଲେ ବି କରିପାରିବେ ଆବେଦନ। କାହାକୁ ବଞ୍ଚିତ ହେବାକୁ ଦିଆଯିବ ନାହିଁ। ବାପାଠୁ ଭିନ୍ନ ହୋଇଥିବା ପୁଅ ବି ଆବେଦନ କରିପାରିବେ। ଏପରିକି ସ୍ୱାମୀଠାରୁ ଅଲଗା ରହୁଥିବା ମହିଳା ମଧ୍ୟ ଆବେଦନ କରିପାରିବେ। ପୂର୍ବରୁ ଆବେଦନ କରି ଅପେକ୍ଷାରେ ଥିବା ଲୋକ ବି ନୂଆ ଆବେଦନ କରିବାକୁ ହେବ। 2 ମାସ ଭିତରେ ସର୍ଭେ ପ୍ରକ୍ରିୟା ସାରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର।